ନା। କଣ ହେଲା ସୁସ୍ମିତା? କଣ ହେଲା? ତମେ କଣ କିଛି ଖରାପ ସ୍ୱପ୍ନ ଦେଖିଲ ନା କଣ? ଏଇଠି ମତେ କାହିଁ ଭାରି ଡର ଲାଗୁଛି। ଏଇ ଗୋଟିଏ ସ୍ୱପ୍ନ ବାରମ୍ବାର ମତେ କାହିଁ ଆସୁଛି କହିଲ? ସେଇ ଗୋଟିଏ ସ୍ୱପ୍ନକୁ ମୁଁ ଖାଲି ପ୍ରତିଦିନ ଦେଖୁଛି। କି ସ୍ୱପ୍ନ ଦେଖୁଛ ସୁସ୍ମିତା? କି ସ୍ୱପ୍ନ? ଗୋଟେ ଗୋଟେ ରକ୍ତାକ୍ତ ନାରୀ, ଯାହାର ମୁଣ୍ଡ କଟା ହେଇଛି, ଖାଲି ତା ଗଣ୍ଡିଟା ମୋ ମୋ ସାମ୍ନାରେ ଛିଡ଼ା ହେଇକି ରହିଛି। ଦେହରେ କପଡ଼ା ନାହିଁ କହିଲେ ଚଳେ। ଅତି ଭୟଙ୍କର ସେ ସ୍ୱପ୍ନ। ଏଇ କିଛି ଦିନ ହେଲା ମତେ ମତେ ବାରମ୍ବାର ଖାଲି ଏଇ ସ୍ୱପ୍ନ ଆସୁଛି। ଆରେ ସେମିତି କିଛି ନାହିଁ, ତମେ ଟିକେ ବେଶୀ ଭାବୁଛ, ସେଥିପାଇଁ ବୋଧେ ଏଇ ଗୋଟିଏ ସ୍ୱପ୍ନ ବାରମ୍ବାର ଦେଖୁଛ। ବିକ୍ରମ ସ୍ତ୍ରୀକୁ ନିଜ ଆଡ଼କୁ ଟାଣି ଆଣି ତା ପିଠିରେ ହାତ ବୁଲେଇକି ତାକୁ ବୁଝେଇବାକୁ ଲାଗିଲା, ଆଉ ଧୀରେ ଧୀରେ ଶୋଇ ପକେଇବାକୁ ଲାଗିଲା। ଏଇ କାହାଣୀଟି ଗୋପୀପୁର ଗାଁର। ବିକ୍ରମ ସାମନ୍ତରାୟ ଜଣେ ପଶୁ ଡାକ୍ତର। ଏଇ ବର୍ଷେ ହବ ତାଙ୍କର ବାହାଘର ହେଇଛି। ଶ୍ୟାମପୁର ନିବାସୀ ଗୋପବନ୍ଧୁ ଜେନାଙ୍କ ଝିଅ ସୁସ୍ମିତା ସହିତ। ସୁସ୍ମିତା ଦେଖିବାକୁ ଭାରି ସୁନ୍ଦରିଆ। ଗୋରା ରଙ୍ଗ, ଗୋଲଗାଲ ଚେହେରା, କଦକାଠି ବି ଠିକ୍ ଅଛି। ସ୍ୱାମୀ ସ୍ତ୍ରୀଙ୍କର ଅଭାବ ନାହିଁ କୋଉଥିରେ। ହେଲେ ଏଇ କିଛି ଦିନ ହବ ସୁସ୍ମିତା କାହିଁକି ବହୁତ ଡରି ଡରି ରହୁଛି, ଆଉ ସବୁବେଳେ ଗୋଟେ ଅଜଣା ଭୟ ରହୁଛି ତା ମନରେ। ଏଇ କାହାଣୀର ଲେଖିକା ଆଉ ଉପସ୍ଥାପନାରେ ମୁଁ ମୋନାଲିସା ନାୟକ ଷଡ଼ଙ୍ଗୀ। ଆସନ୍ତୁ ଶୁଣିବା କଟାମୁଣ୍ଡ। ବିକ୍ରମ ସେଦିନ ସନ୍ଧ୍ୟାରେ ଡାକ୍ତର ପାଖକୁ ସୁସ୍ମିତାକୁ ନେଇକି ଯାଇଥିଲା। ଡକ୍ଟର ଜଣକ ବିକ୍ରମର ସାଙ୍ଗ, ବନମାଳୀ ତାଙ୍କ ନାଁ। ସେମାନେ ଏକାଠି ସ୍କୁଲରେ ପଢ଼ୁଥିଲେ। ସ୍କୁଲ ଦିନର ବିକ୍ରମ ଆଉ ବନମାଳୀ ସାଙ୍ଗ। ଆରେ ବନମାଳୀ, ତୋ ଭାଉଜ କିଛି ଦିନ ହବ ରାତି ଅଧରେ ଚିତ୍କାର କରି ଉଠୁଛି। ଗୋଟେ ସ୍ୱପ୍ନକୁ ସେ କାଳେ ବାରମ୍ବାର ଦେଖୁଛି ବୋଲି କହୁଛି। ମୁଁ ତ କିଛି ବୁଝି ହିଁ ପାରୁନି। ଭାବିଲି ତୋ ପାଖକୁ ଟିକେ ନେଇଯାଏ, ତୁ କାଳେ କିଛି ଏହାର ବୁଝିପାରିବୁ। କି ସ୍ୱପ୍ନ ଦେଖୁଛ ଭାଉଜ? ମତେ ଟିକେ ଖୋଲିକି କହିଲ ତମ ସ୍ୱପ୍ନଟା। ଆଜ୍ଞା, ଗୋଟେ ଭୟଙ୍କର ନାରୀ ମୋ ସ୍ୱପ୍ନରେ କିଛି ଦିନ ହେଲା ଆସୁଛି, ଯାହାର ମୁଣ୍ଡ ନାହିଁ। ମଇଳା ଗୋଟେ ଚିରା ଶାଢ଼ୀ ଅଧା ଫାଟି ଯାଇଛି ପିନ୍ଧିଛି, ଯୋଉଥିରେ କି ତା ଦେହ ପୁରା ଦେଖାଯାଉଛି। ଦେହ ସାରା ତାର କାମୁଡ଼ା ଆଉ ଆମ୍ପୁଡ଼ାର ଚିହ୍ନ। ପ୍ରାୟ ଦେହଟା ଯାକ ରକ୍ତାକ୍ତ। ଆଚ୍ଛା, ବୁଝିଲି। ବିକ୍ରମ, ତୁ ଗୋଟେ କାମ କରେ, ଭାଉଜଙ୍କୁ ନେଇ ଟିକେ କୁଆଡୁ ବୁଲି ଆସେ। ଏଥିରେ ତାଙ୍କ ମାଇଣ୍ଡଟା ଟିକେ ଚେଞ୍ଜ ହବ, ଆଉ ଜାଗା ବଦଳିଲେ ମଣିଷର ଭାବନା ଚିନ୍ତା ବି ଟିକେ ବଦଳିଯିବ।
ହେଲେ ବନମାଳୀ କୁଆଡେ ନେଇକି ଯିବି? ଏବେ ତ ଜାଣୁଛୁ ଗାଁରେ କେତେ କାମ ରହୁଛି। ଏଇଥିରେ ପୁଣି କୁଆଡେ ବୁଲିବାକୁ ନେଇକି ଯିବି କହିଲୁ? ଆରେ ତୁ ମୋ ଗାଁକୁ ଚାଲିଯା। ସେଠି ନଦୀ, ପାହାଡ, ଝରଣା ସବୁ ଅଛି। ଆମ ଘରେ ତ ଆଉ କେହି ରହୁନାହାନ୍ତି, କିନ୍ତୁ ରଘୁ ଭାଇ ଅଛନ୍ତି। ଘରର ଦେଖାରେଖା କରିବାକୁ ସେ ସବୁ କାମ ସମ୍ଭାଳି ନେବେ। ତମର କିଛି ଅସୁବିଧା ହବନି। ଭାଉଜଙ୍କୁ ନେଇ ବାହାରି ଯା। ମାସେ 15 ଦିନ ରହି ଆସିବୁ। ଯଦି ମତେ ଟିକେ ସମୟ ମିଳିବ ମୁଁ ବି ଯିବି। ଆଚ୍ଛା ହଉ ସାଙ୍ଗ, ତତେ ବହୁତ ବହୁତ ଧନ୍ୟବାଦ। ମୁଁ କାଲି ହିଁ ତ ଭାଉଜକୁ ଧରି ବାହାରୁଛି। ତା ପରଦିନ ସକାଳେ ଟ୍ରେନ୍ ଧରିଲେ ବିକ୍ରମ ଆଉ ସୁସ୍ମିତା। ବନମାଳୀର ଗାଁ ଅନୁଗୁଳ ଜିଲ୍ଲାରେ କାଳୀପୁର। ସେଦିନ କାଳୀପୁରରେ ପହଞ୍ଚୁ ପହଞ୍ଚୁ ପ୍ରାୟ ସନ୍ଧ୍ୟା ହେଇଗଲା। ଆଉ ରଘୁ ସେଠିକାର ଦେଖରେଖ କରେ। ସେ ଆଗରୁ ଜାଣିଥିଲା ଯେ ଏମାନେ ଆସୁଛନ୍ତି ବୋଲି। ବନମାଳୀ ଫୋନ୍ କରି କହିଦେଇଥିଲା। ଯେତେବେଳେ ବିକ୍ରମ ଆଉ ସସ୍ମିତା ଯାଇକି ପହଞ୍ଚିଲେ, ରଘୁ ହସ ହସ ମୁହଁ କରି ଆସି, ଆସ ଆସ ବାବୁ, ବଡ଼ ଭାଇ ମୋତେ ସବୁ ଜଣେଇଥିଲେ। ମୁଁ ସବୁ ବ୍ୟବସ୍ଥା କରିଦେଇଛି। ଆପଣମାନଙ୍କର ରହିବା ଖାଇବାରେ କିଛି ଅସୁବିଧା ହବନି। ଆମ ଗାଁ ଭାରି ସୁନ୍ଦର ବାବୁ। ବୋହୂ ମାଙ୍କୁ ନେଇ କାଲି ସକାଳେ ଟିକେ ବୁଲି ଆସିବେ। ତାଙ୍କ ମନ ପୁରା ଭଲ ହେଇଯିବ। ସସ୍ମିତା ଆଉ ବିକ୍ରମ ଖାଇ ପିଇ ଟିକେ ବିଶ୍ରାମ କଲେ। ତମେ ଜମା ଚିନ୍ତା କରନି ସସ୍ମିତା, ସବୁ ଠିକ୍ ହେଇଯିବ। ସୁସ୍ମିତା ବିକ୍ରମର ଛାତିରେ ମୁହଁ ଗଞ୍ଜି ଶୋଇବାକୁ ଚେଷ୍ଟା କରୁଥିଲା। ତା ପରଦିନ ସକାଳୁ ବିକ୍ରମ ଆଉ ସସ୍ମିତା ଗାଁ ବୁଲି ବାହାରିଲେ। ସତରେ କେଡ଼େ ମନୋରମ ଦୃଶ୍ୟ ଏଇ ଗାଁରେ। ପାହାଡ଼ ଭିତରୁ ଝରଣା ବୋହି ଆସି ଗୋଟେ ସୁନ୍ଦର ନଦୀ ହେଇଯାଇଛି। ଛୋଟ ନଈଟିଏ। ନାନା ରଙ୍ଗ ବେରଙ୍ଗର ବନ ଫୁଲ ଆଉ ଛୋଟ ଛୋଟ ଗଛ ପୁରା ଭର୍ତ୍ତି ହେଇ ରହିଛି ଦି ସାଇଡ୍ରେ। ନଈ ସେପରେ ଗୋଟେ ଛୋଟ ଜଙ୍ଗଲ ବି ଅଛି। ଭାରି ସୁନ୍ଦର ଲାଗୁଛି ଏଠି। ରଘୁ ଗାଁ ବୁଲି ଦେଖଉଥିଲା ବେଳେ ଗୋଟେ ଭଙ୍ଗା ଘର ଉପରେ ସୁସ୍ମିତାର ନଜର ପଡ଼ିଗଲା। ଘରଟା ଜରାଜୀର୍ଣ୍ଣ ଥିଲା ବୋଧେ। ଆଗରୁ କୌଣସି ଜମିଦାର ଘର ଭଳି ଦିଶୁଥିଲା। ସୁସ୍ମିତା ରଘୁକୁ ପଚାରିଲା, ରଘୁ ଭାଇ, ଏଇ ଘରଟା ଏମିତି ଅବସ୍ଥା ହେଇ ପଡ଼ିଛି, କ'ଣ ଏଠି କେହି ରହୁନାହାନ୍ତି? ରଘୁ କହିଲା, ବୋହୂମା, ଏଇ ଘରଟା ମୋ ଜେଜେବାପା ଅମଳରୁ ସାହୁକାରଙ୍କର ଘର ଶୁଣିଛି। ସେ ସାହୁକାର ଭାରି ନୃଶଂସ ଥିଲା ବୋହୂମା। ସିଏ ମରିଗଲା ପରେ ଆଉ ତା ବଂଶରେ କେହି ଜନ୍ମ ହେଇନାହାନ୍ତି। ତା ବଂଶଟା ପୁରା ନିର୍ବଂଶ ହେଇଗଲା। ଆଉ ସେବେଠାରୁ ଏ ଘରେ ଆଉ କେହି ରହିଲେନି। ଗାଁ ଲୋକ କୁହନ୍ତି ଏଇଟା କ'ଣ ନା ଗୋଟେ ଅଭିଶପ୍ତ ଘର।
ସେମିତି ପଡ଼ିଛି, କେହି ଯିବା ଆସିବା କରନ୍ତିନି। ଆଉ ରାତି ହେଲେ ତ ଏପଟ ଦେଇ କେହି ଲୋକ ବି ଯାଆନ୍ତିନି। ସୁସ୍ମିତା ଘରଟାକୁ ଦେଖିଲା ପରେ ତାକୁ ଏମିତି ମନେ ହେଉଥିଲା ଯେମିତି ସେଇ ଘରଟାକୁ ଆଗରୁ ଜାଣିଛି। ବହୁତ ଥର ସ୍ୱପ୍ନରେ ବି ସେ ଏଇ ଘରଟାକୁ ଦେଖିଛି। ସେ ଆଶ୍ଚର୍ଯ୍ୟ ହେଉଥିଲା ମନେ ମନେ ଯେ ସ୍ୱପ୍ନରେ ଦେଖିଥିବା ଏଇ ଘରଟା ଏଠି କେମିତି ଆସିଲା, ଆଉ ଅବିକଳ ସେଇ ଘର। ସେଦିନ ସୁସ୍ମିତା ମନ ଭିତରେ ଏଇ ସବୁ କଥା ଘାଣ୍ଟି ହେଉଥିଲା। ସେତିକି ବେଳେ ହଠାତ୍ ଜଣଙ୍କ ପାଟି ଶୁଭିଲା। ସୁସ୍ମିତା ଆଉ ବିକ୍ରମ ବୁଲି ପଡ଼ି ଦେଖିଲା ବେଳକୁ ବନମାଳୀ ଆସି ପହଞ୍ଚିଛି। ଆରେ ସାଙ୍ଗ, ତୁ ହଠାତ୍ ତ ଏଠି? ତ କାମ ସରିଗଲା ନା କଣ? ଆରେ ହଁ, ମୁଁ ଭାବିଲି ତମେ ମାନେ ଅଛ, ମୁଁ ବି ଯାଇ ଗାଁ ଟିକେ ବୁଲି ଆସେ। ବହୁତ ଦିନ ହେଲାଣି ଗାଁକୁ ଯାଇନି ତ, ସେଥିପାଇଁ ଚାଲି ଆସିଲି। ଭଲ, ଭାରି ବଢିଆ କଲୁ ଆସିଛୁ। ଏମିତିରେ ବି ଆମେ ଦୁହେଁ ରଘୁ ଭାଇଙ୍କ ସାଙ୍ଗରେ ଏଠି ବୁଲୁଥିଲୁ, ତୁ ଆସିଲୁ, ଆଉ ଟିକେ ଭଲ ହେଲା। ରାତିରେ ରଘୁ ଖାଇବାକୁ ବାଢ଼ିଦେଲା। ଆଜି ଖାଇବାରେ ମଟନ ହେଇଛି। ସମସ୍ତେ ଏକା ସାଙ୍ଗରେ ବସି ଖାଇଲା ବେଳେ ବନମାଳୀର ନଜର ସୁସ୍ମିତା ଉପରେ ପଡ଼ିଗଲା। ସେ ସୁସ୍ମିତାକୁ ଭଲ ଭାବେ ଦେଖିନଥିଲା ସେଦିନ। ଆଜି ସୁସ୍ମିତାକୁ ଟିକେ ଭଲ ଭାବେ ଦେଖି ମନେ ମନେ ଭାବୁଥିଲା, ଭାରି ସୁନ୍ଦରିଆ ସ୍ତ୍ରୀଟେ ପାଇଛି ବିକ୍ରମ। ମତେ ହେଲେ ମିଳିଥାନ୍ତା, ମୁଁ ବି ଟିକେ ଭୋଗ କରିଥାନ୍ତି ତାକୁ। କଣ ହେଇଛି ମ? ସବୁ ଖାଇ ପିଇ ଶୋଇ ସାରିଲା ପରେ ବନମାଳୀ ଆଖିରେ ଆଉ ନିଦ ନାହିଁ। ସୁସ୍ମିତାର ଚେହେରା ଯେମିତି ସେ ଭୁଲି ପାରୁନି ତା ମନରୁ। ତା ମନରେ ପାପ ଘର ବାନ୍ଧୁଥିଲା। ସେତିକି ବେଳେ କବାଟ ଖୋଲିବାର ଶବ୍ଦରେ ବନମାଳୀ ଉଠି ପଡ଼ିଲା। ଏତେ ରାତିରେ କିଏ କବାଟ ଖୋଲିଲା? ଏଇଆ ଭାବି ବନମାଳୀ ଉଠି ଯାଇ ଦେଖେ ତ ସୁସ୍ମିତା। ଇଏ କ'ଣ? ଏତେ ରାତିରେ ସୁସ୍ମିତା କୁଆଡ଼େ ଯାଉଛି? ଏଇଆ ଭାବି ତାକୁ ବନମାଳୀ ପିଛା କରିବାରେ ଲାଗିଲା। ସୁସ୍ମିତା ଚାଲୁ ଚାଲୁ ଯାଇ ସେଇ ଭଙ୍ଗା ଜରାଜୀର୍ଣ୍ଣ ଘର ଭିତରେ ପଶିଗଲା। ବନମାଳୀ ବି ତା ପଛେ ପଛେ ସେଇ ଘର ଭିତରେ ପଶିଗଲା। ବନମାଳୀ ମନରେ ଚାଲୁଥିଲା, ସାଙ୍ଗର ସ୍ତ୍ରୀକୁ ଭୋଗ କରିବାର କ୍ଷତି କ'ଣ? ଯଦି ସେ ନିଜେ ମୋ ପାଖରେ ନିଜକୁ ସମର୍ପଣ କରିଦିଏ, ତାହେଲେ ତ ମୁଁ ମନ ଭରି ତାକୁ ଭୋଗ କରିପାରିବି। ବନମାଳୀ ଏଇ ପାପ କଥା ସବୁ
ତା ମନରେ ଭାବି ଭାବି ଆଗକୁ ଆଗକୁ ଚାଲୁଥାଏ। ସୁସ୍ମିତା ଘରର ଗୋଟେ ନିର୍ଦ୍ଦିଷ୍ଟ କୋଣରେ ଯାଇ ଛିଡ଼ା ହେଇଗଲା। ସେଠି ଗୋଟେ ପଥରର ମୂର୍ତ୍ତିକୁ ସୁସ୍ମିତା ଅପଲକରେ ଦେଖୁଥିଲା। ହଠାତ୍ ତା ଆଖି ବୁଜି ହେଇ ଆସୁଥିଲା, ଯେମିତି ତା ଆଖି ଆଗରେ ଗୋଟେ କାହାଣୀ ପରିଦୃଶ୍ୟମାନ ହଉଛି। ଯେମିତି ସେ କିଛି ନ ଚାହିଁକି ବି ଦେଖିବାକୁ ଲାଗୁଛି। କାଳୀପୁର ଗାଁରେ ଅହଲ୍ୟା ବୋଲି ଗୋଟେ ଝିଅଟେ ଥିଲା। ବାପା ତାର ବହୁତ ଗରିବ। ବାପ ଝିଅ 2 ଜଣ ହିଁ ସେ ରହୁଥିଲେ। ଗାଁ ମୁଣ୍ଡରେ ତାଙ୍କ ଘର ଥିଲା। ସେ ଗରିବ ଥିଲେ, କିନ୍ତୁ ତାଙ୍କର ସବୁ ଥିଲା। ତେଣୁ ବାପ ଝିଅ ଯାହା ଖଟିପିଟି ଆଣୁଥିଲେ ସେଇଥିରେ ଚଳି ଯାଉଥିଲେ। ଦିନେ କାଳୀପୁର ଗାଁର ସାହୁକାର ତାଙ୍କ ଘରକୁ ଯାଇଥିଲା ଖଜଣା ଆଦାୟ କରିବାକୁ। ଘରେ ଅହଲ୍ୟାର ବାପା ନଥିଲେ। ଅହଲ୍ୟା ଏକାଟିଆ ଥିଲା। ସେ ସାହୁକାର ମୁହଁରେ ସଫା ସଫା ମନା କରିଦେଇଥିଲା, ଆମେ ଖଜଣା ଦେଇପାରିବୁନି। କଣ ଖଜଣା ଦେଇପାରିବନି? ତୋ ବାପା ଜମିଦାରୀ, ତୁ ଏଠି ରହିବୁ? ଚୁପଚାପ ଖଜଣା ଦେ, ନହେଲେ ତୋ ଅବସ୍ଥା ମୁଁ ଖରାପ କରିଦେବି। ଏଇଟା ଆମ ନିଜ ଘର, ଆଉ ଆମ ନିଜ ଜମିରେ ଆମେ ନିଜେ ଚାଷ କରୁଛୁ। ତମକୁ କ'ଣ ପାଇଁ ଖଜଣା ଦେବୁ? ଆମେ ଖଜଣା ବିଲକୁଲ ବି ଦେଇପାରିବୁନି। ଅହଲ୍ୟା ସାହୁକାର ମୁହଁରେ ରୋକ ଠୋକ ମନା କରିଦେଇଥିଲା। ସେଦିନ ସାହୁକାର ରାଗି ଯାଇ ଅହଲ୍ୟା ଚୁଟି ଧରି ତାକୁ ତା ଘରୁ ଟାଣିକି ନେଇ ଆସିଥିଲା। ଅହଲ୍ୟା ଚିତ୍କାର କରୁଥାଏ, ଛାଡ଼ିଦେ ମତେ, ବଞ୍ଚା, ଛାଡ଼ିଦେ ମତେ। ଅହଲ୍ୟା ଚିତ୍କାରରେ ଗାଁ ଯାକ ସବୁ ଲୋକେ ଏକଜୁଟ ହେଇଯାଇଥିଲେ। ସମସ୍ତେ ଦାଣ୍ଡରେ ଛିଡ଼ା ହେଇ ଏଇ ଦୃଶ୍ୟ ସବୁ ଦେଖୁଥିଲେ, କିନ୍ତୁ କେହି ବି ଅହଲ୍ୟାର ଉଦ୍ଧାର କଲେନି କି ସାହୁକାର ହାତରୁ ତାକୁ ଛଡ଼େଇ ବି ନଥିଲେ। ଶେଷରେ ସାହୁକାର ଅହଲ୍ୟାକୁ ଟାଣି ଟାଣି ତା ଘରକୁ ନେଇଯାଇଥିଲା। ସେଠି ତା ସହିତ ବହୁତ ନିର୍ଯାତନା କରିଥିଲା, ଆଉ ତା ଆତ୍ମସମ୍ମାନ ସବୁ ଲୁଟି ନେଇଥିଲା। ଏତେ ସବୁ ପରେ ବି ସାହୁକାର ମନ ଭରି ନଥିଲା ଯେ ସେ ଅହଲ୍ୟାକୁ ଆଣି ଏଇ ଘର ଭିତରେ ତା ମୁଣ୍ଡଟାକୁ କାଟି ତାକୁ ନିର୍ମମ ଭାବେ ହତ୍ୟା କରିଥିଲା। ଅହଲ୍ୟାର ରକ୍ତାକ୍ତ ଦେହ ଏଇ ଘରେ ପଡ଼ି ଛଟପଟ ହେଇ ଶେଷ ନିଶ୍ୱାସ ଛାଡ଼ିଥିଲା। ଆଜି ସେଇ ଅହଲ୍ୟା ସସ୍ମିତା ରୂପରେ ଜନ୍ମ ନେଇଛି। ସେଦିନ ସେ ମରିଯାଇଥିଲା। ତା ଦୋଷୀକୁ ସେ ଶାସ୍ତି ଦେଇପାରିନଥିଲା, ହେଲେ ଆଜି ସେ ଛାଡ଼ିବନି। ବନମାଳୀ ସେପଟୁ ଆସି ସସ୍ମିତା ଦେହକୁ ଛୁଇଁବାକୁ ଚେଷ୍ଟା କରିବାରୁ ସେ ବୁଲି ପଡ଼ି ଚିତ୍କାର କରି କହିଲା, ଶୈତାନ, ପାପୀ, ଆଜି ତୁ ମୋ ହାତରୁ ବଞ୍ଚିବୁନି। ମନେ ରଖ, ତତେ ମାରିବା ପାଇଁ ହିଁ ମୁଁ ଜନ୍ମ ନେଇଛି। ଆଜ୍ଞା,
ବନମାଳୀ ହିଁ ସେଇ ସାହୁକାର ଥିଲା। ଗତ ଜନ୍ମରେ କଥାରେ ଅଛି ନା, କର୍ମର ଫଳ ସବୁବେଳେ ଭୋଗ କରିବାକୁ ପଡ଼ିଥାଏ। ସେ 7 ଜନ୍ମ ଯାଏଁ ବି ମଣିଷ ପିଛା ଛାଡ଼ି ନଥାଏ। ଠିକ୍ ସେଇଆ ହେଲା। ଯେଉଁ ମୂର୍ତ୍ତି ସାମ୍ନାରେ ଅହଲ୍ୟାକୁ ସାହୁକାର ନିର୍ମମ ଭାବେ ହତ୍ୟା କରିଥିଲା, ଆଜି ସେଇ ମୂର୍ତ୍ତି ସାମ୍ନାରେ ବନମାଳୀ ଛିଡ଼ା ହେଇଛି। ସସ୍ମିତା ସେଇ ମୂର୍ତ୍ତିର ଖଣ୍ଡ ମୁଣ୍ଡଟିକୁ ଉଠେଇ ବନମାଳୀ ମୁଣ୍ଡରେ ଜୋରେ ଗୋଟେ ପ୍ରହାର କଲା। ବନମାଳୀ ପାଟି କରି ସେଇଠି ତଳେ ପଡ଼ିଯାଇଥିଲା, ଆଉ ରକ୍ତ ଚାରିଆଡ଼େ ଛିଞ୍ଚାଡ଼ି ହେଇ ପଡ଼ିଥିଲା। ସେତେବେଳକୁ ବିକ୍ରମ ଆଉ ରଘୁ ଖୋଜି ଖୋଜି ଚାଲି ଆସିଥିଲେ। ସସ୍ମିତାକୁ ଏଇ ଅବସ୍ଥାରେ ଦେଖି ବିକ୍ରମ କ'ଣ କରିବ କିଛି ଭାବି ପାରୁନଥିଲା। ବାବୁ, ତମେ ତମେ ବୋହୂମାଙ୍କୁ ନେଇ ଏଠୁ ଚାଲିଯାଅ ବାବୁ। ସକାଳ ହେଲେ ଆମେ ଗାଁ ଲୋକମାନେ ଏଇ କଥାକୁ ବୁଝିଦେବୁ। ତମେ ଶୀଘ୍ର ବୋହୂମାଙ୍କୁ ନେଇ ଏଠୁ ଚାଲିଯାଅ। ହଁ ହଁ, ଚାଲିଯାଅ ଏଠୁ। ବିକ୍ରମ ଆଉ ଡେରି ନ କରି ସସ୍ମିତାକୁ ନେଇ ସେଇ ରାତାରାତି ଚାଲି ଆସିଥିଲା। ଗାଁ ଲୋକମାନେ ସେଇ ଘରଟାକୁ ଅଭିଶପ୍ତ ଘର ବୋଲି କହି ବନମାଳୀକୁ ପୋଡ଼ି ଦେଇଥିଲେ। ସେଇଠି ଆଉ ସେ ଘରଟାକୁ ବି ପୋଡ଼ି ଜାଳି ନଷ୍ଟ କରିଦେଇଥିଲେ ଗାଁ ଲୋକେ। ତା ପରଠାରୁ ସସ୍ମିତାର ଆଉ ସେ ସ୍ୱପ୍ନ ଆସିନଥିଲା। ଆଜି ଆପଣମାନେ ଶୁଣୁଥିଲେ କଟାମୁଣ୍ଡ। କାହାଣୀଟି କେମିତି ଲାଗିଲା କମେଣ୍ଟ କରି ଜଣେଇବେ, ଆଉ ପ୍ଲିଜ୍ ଲାଇକ୍ ବି କରିଦେବେ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ମୋର ଏଇ ଛୋଟ ଚେଷ୍ଟା ଆପଣମାନଙ୍କୁ ଟିକେ ଖୁସି ଦେବା ପାଇଁ। ସମସ୍ତେ ସୁସ୍ଥ ରୁହନ୍ତୁ ଆଉ ଭଲରେ ରୁହନ୍ତୁ। ଜୟ ଜଗନ୍ନାଥ।